ନମସ୍କାର, ଶୁଭ ସନ୍ଧ୍ୟା। ଆଜିର ରଥଯାତ୍ରା ଅବସରରେ ଏକ ନୂଆ କାହାଣୀ ନେଇ ଆପଣମାନଙ୍କ ପାଖକୁ ମୁଁ ଆସିଛି। କାହାଣୀଟିର ଶୀର୍ଷକ ହେଲା କୋଣାର୍କର ସ୍ପନ୍ଦନ। ମୁଁ କୋଣାର୍କ 800 ବର୍ଷର କୋଣାର୍କ କହୁଛି, କିନ୍ତୁ ଆଜିର ହତଭାଗା କୋଣାର୍କକୁ ମୁଁ ଅନୁଭବ କରିଛି। ଅନେକ ଦିନରୁ ନିଜ ଛାତି ତଳେ ଚାପି ରଖିଥିବା ପ୍ରଶ୍ନବାଚୀ ଆଜି ପରମାଣୁ ବୋମା ହୋଇ ମୋ ଭିତରେ ବିସ୍ଫୋରଣ ହେଉଛି। କିନ୍ତୁ କହିବାକୁ ଆପଣମାନଙ୍କ ଆଗରେ ଅଣ୍ଟା ଭିଡ଼ିଛି। ଆଶା ଆପଣମାନେ ମୋ ହୃଦୟର କଥାକୁ ଅନୁଭବ କରିବା ସଙ୍ଗେ ସଙ୍ଗେ ଆଉ ପଦେ ମଧ୍ୟ ଅନ୍ୱେଷଣ କରିବେ। ମୁଁ ଆଉ ମୋ ଭିତରେ ଥିବା କିଛି ମୌନତାର ବେଦନାକୁ ଆପଣମାନଙ୍କ ପାଖରେ ଚେଷ୍ଟା ମଧ୍ୟ କହିବାକୁ ଚେଷ୍ଟା କରିଛି। ମୁଁ ମୋର ସୂକ୍ଷ୍ମ ଚେତନା ଶକ୍ତି ଦ୍ୱାରା ଜାଣିପାରିଛି ଯେ ମୋ ପାଟି ଆଜି ମୂକ ହୋଇ ମୋ ମୁଖଶାଳର କରୁଣ କାହାଣୀ କହୁଛି। ଆଜ୍ଞା, ଆପଣମାନଙ୍କ ପାଖରେ ମୋ କଥାର ସ୍ପନ୍ଦନ ଶୁଣିବାକୁ ସମୟ ଅଛି ତ? ଆଜ୍ଞା, ହେ ମୋର ପ୍ରିୟ ଉତ୍କଳର ବନ୍ଧୁମାନେ, ତାହେଲେ କହୁଛି ଶୁଣନ୍ତୁ ମୋର ସେଇ ଆତ୍ମାର କ୍ଷତ ବିକ୍ଷତ ଅବ୍ୟକ୍ତ ବେଦନାକୁ। ଆଜକୁ ପ୍ରାୟ 800 ବର୍ଷରୁ ଆଜି ପର୍ଯ୍ୟନ୍ତ ଘଟିଥିବା ମୋ ସହିତ ସେ କରୁଣ କାହାଣୀ। ସେଦିନ ରାଜାଙ୍କ ଆହ୍ୱାନ ଶୁଣି କାହିଁ ଯେ କେତେ ଆଡ଼ୁ ଧାଇଁ ଆସିଥିଲେ କେତେ କୁଶଳୀ କାରିଗରମାନେ ମୋ ଉପରେ ତାଙ୍କର ନିହାଣ ମନର ଛାପ ଛାଡ଼ିବାକୁ। କିନ୍ତୁ ସେତେବେଳେ ମୁଁ ଥିଲି ମୁକ୍ତ ଆଉ ସ୍ୱତନ୍ତ୍ର ଏ ଉତ୍କଳ ମାଟିରେ। ମୁଁ ସେତେବେଳେ ମୋ ନିଜ ଉପରେ 6 ଋତୁର ମାଡ଼ ବି ଦେଖିଛି, ଆଉ ଏଇ ପାଷାଣ ଉପରେ ଜୀବନ ବଞ୍ଚିବା ମଧ୍ୟ ଦେଖିଛି, ଆଉ ଦେଖିଛି ଏଇ ପାଷାଣ ଉପରେ ଶୈଶବରୁ ବାର୍ଦ୍ଧକ୍ୟର ଶେଷ ରୂପକୁ। ଆଉ ଖାଲି ଦେଖିଛି ଆଜ୍ଞା, ଆଉ ଖାଲି ଦେଖିନି ଆଜ୍ଞା, ଦେଖି ଅନୁଭବ ମଧ୍ୟ କରିଛି। ଆଉ ଏ ଆଖି ଦେଖିଛି 1200 ବଢ଼େଇର ପଥର ଶିଳ୍ପୀର କଷ୍ଟର ଅକ୍ଳାନ୍ତ ପରିଶ୍ରମକୁ। ଆଉ ପଥକୁ ପାଥେୟ କରି 1200 ବଢ଼େଇର କାରିଗରର ନିହାଣ ମୁନରେ ଥିବା ସେ କଳା ସ୍ଥାପତ୍ୟକୁ ମୁଁ ନିଜ ଛାତି ତଳେ ଚାପି ଧରିଛି। ମୋର ସେହି ବଞ୍ଚିବାର ଆଶା, ଆକାଂକ୍ଷା, ଉଦ୍ଦୀପନାକୁ ସେମାନେ ମୋ ଉପରେ ତାଙ୍କର ପରିଶ୍ରମର ଝାଳ ନୁହେଁ, ବରଂ ରକ୍ତ ମାଂସ ନିଗାଡ଼ି ସେ ମୋ ଭିତରେ ଏକ ନୂଆ ମୋଡ଼ ଦେଇଥିଲେ। କେମିତି ଭୁଲିବି ସେମାନଙ୍କ ମୋ ଉପରେ କରିଥିବା ଉପକାରିତାକୁ ଆଉ ତାଙ୍କ ବନ୍ଧୁପଣଙ୍କୁ? କାରଣ ସେମାନେ ତ ମୋ ନିଜର ନା। ମୁଁ ମିଛ କହୁନି ଆଜ୍ଞା, ଏଇ ଚନ୍ଦ୍ରଭାଗା ମୋର ସାକ୍ଷୀ ହୋଇ ରହିଛି। କାହିଁ କେଉଁ କାଳରୁ ଚାତକ ଭଳି ଚାହିଁ ରହିଛି ଦେଖିବାକୁ ମୋ ଭିତରେ ଏକ ନୂତନ ସୂର୍ଯ୍ୟୋଦୟକୁ। କିନ୍ତୁ ଭାବୁଛି ସେସବୁ ଆଶା ଆକାଂକ୍ଷା ମୋ ଭିତରେ ମରିଯିବାଟା ହିଁ ଭଲ। ସବୁକିଛି ସରିବାକୁ ବସିଲାଣି ଆଜ୍ଞା। ହୁଏତ ମୁଁ ବହୁତ ବଞ୍ଚି ସାରିଛି, କିନ୍ତୁ ସେ ବଞ୍ଚିବାରେ ଲାଭ କ'ଣ ବନ୍ଧୁ, ତାହା ତ ଆପଣମାନେ ଜାଣିଛନ୍ତି ଆଉ ଦେଖୁଛନ୍ତି। କିନ୍ତୁ ଏବେ ବୟସର ବୈତରଣୀରେ ଆମେ ସମସ୍ତେ ସମୟର ଚକା ତଳେ ବନ୍ଧା ନା। ଥରେ ଆପଣମାନେ ଚିନ୍ତା କରନ୍ତୁ, ନିଜର ଅନ୍ତର ଆତ୍ମାକୁ ପଚାରି ବୁଝନ୍ତୁ ଆଜ୍ଞା, ଯାହା କିଛି ମୋ ସହିତ ଘଟୁଛି ଏଇଟା କ'ଣ ଠିକ୍? ଆଉ ଆପଣମାନେ ତ ବିଜ୍ଞାନ ଯୁଗର ମଣିଷ ନା। ଆପଣଙ୍କ ପାଖରେ ବୁଦ୍ଧି ଜ୍ଞାନ ମାପିବାର ମାନଦଣ୍ଡ ମୋ ଠାରୁ ଅଧିକ ମାତ୍ରାରେ ଅନ୍ତର୍ନିହିତ ଭାବରେ ଅଛି। କିନ୍ତୁ ମୁଁ ତ ପାଷାଣ ନା, ମୋ ପାଖରେ କିଛି ନାହିଁ। ଆଉ ଯାହା କିଛି ଅଛି ସେଇଟା ମୋ ଅନ୍ତରର ଅନୁଭୂତି, ତା ଛଡ଼ା ମୋ ପାଖରେ ଆଉ କିଛି ନାହିଁ। ନିଷ୍ପତ୍ତି ଆପଣମାନଙ୍କର। ଯାହା କିଛି କହିବେ ସବୁ ମୁଣ୍ଡ ପାତି ସହିବି। ମୋର ଧୈର୍ଯ୍ୟକୁ ଗଣ୍ଠୁଳି ବାନ୍ଧି ମନରେ ପୁରାଇ ରଖିଛି। ଆଉ ପଦେ କହିବି ଆଜ୍ଞା, ଯେଉଁଦିନ ମୋତେ 1200 ବଢ଼େଇ ମୋତେ ଗଢ଼ିଥିଲେ, ଧୀରେ ଧୀରେ ମୁଁ ଏକ ନୂଆ ରୂପରେ ରୂପାନ୍ତରିତ ହେବାକୁ ଯାଉଥିଲି। ଠିକ୍ ସେତିକି ବେଳେ ମୋ ଉପରେ ଗୋଟିଏ ପ୍ରଶ୍ନବାଚୀ ଲାଗିଲା, ଯାହାର
ସମାଧାନର ଉତ୍ତର କାହା ପାଖରେ ନଥିଲା। ହଠାତ୍ ବିବର୍ଣ୍ଣ ଦେଖାଗଲି। କିଛି ଗୋଟେ ଅସମ୍ପୂର୍ଣ୍ଣତା ମୋତେ ଧୀରେ ଧୀରେ ଛୁଇଁବାକୁ ଲାଗୁଛି। ମୋର ଆଶା ଯାହା ବିଶୁ ମହାରଣା ଉପରେ ଥିଲା ତା ଭାଙ୍ଗିବାକୁ ଲାଗିଲା। ଆଶା ଥିଲା କାଲି ସକାଳର ପ୍ରଥମ ସୂର୍ଯ୍ୟୋଦୟକୁ ମୋ ମନ୍ଦିର ଭିତରେ ସୂର୍ଯ୍ୟନାରାୟଣଙ୍କ ପୂଜା ଅର୍ଚ୍ଚନା ହେବ। ମୁଁ ଏ ଓଡ଼ିଆ ଜାତି ପାଇଁ ନୂଆ ପରିଚୟ ଆଣି ହଠାତ୍ ମୁଁ ଦେଖିଥିବା ସ୍ୱପ୍ନ ଭାଙ୍ଗିବାକୁ ଯାଉଛି। ସେହି ସମୟରେ ସମସ୍ତ ମହାରଣା ସମାଜ ଚିନ୍ତିତ ଥିଲାବେଳେ 12 ବର୍ଷର ଧର୍ମା ବା 12 ବର୍ଷର ଧର୍ମପଦର ଅବତରଣ ହେଲା। ନିଜ ବାପାକୁ ଖୋଜି ଖୋଜି ଶେଷରେ ଯେତେବେଳେ ସେ ତା ବାପାକୁ ସେଠାରେ ଠାବ କରେ, ବିଶୁ ମହାରଣା ସ୍ତବ୍ଧ। ଆଶ୍ଚର୍ଯ୍ୟ! ରକ୍ତ ସମ୍ପର୍କ ତ ଚିହ୍ନି ପାରିଲା ନିଜ ପିଲାଟିକୁ। ଧର୍ମପଦ ଦେଖେ ତ ପିତାଙ୍କ ମୁଖରେ ମୋତେ ଦେଖି ହସ ନାହିଁ। କ'ଣ ହେଲା? ସେ ବିସ୍ମିତ ପଚାରିଲା, ବାପା କ'ଣ ଘଟଣା? ମୋତେ ଖୋଲିକରି କୁହନ୍ତୁ। ପିତା କହିଲେ, ସେସବୁ ଛାଡ଼ ବାପା, ତୁ ଛୋଟ ପିଲା, ତୋର ବୁଝିବାର କ୍ଷମତା ତୋ ଭିତରେ ନାହିଁ ରେ ଧନ। ଇଏ କ'ଣ କହୁଛ ବାପା? ବଢ଼େଇ ଘରର ପିଲା ମୁଁ, ତୁମ କଥା ବୁଝିବାକୁ ଆପ୍ରାଣେ ଚେଷ୍ଟା କରିବି। ଯଦି ମୁଁ ପୁଅ ହୋଇ ତୁମ ମୁଣ୍ଡରୁ କଷ୍ଟ ଲାଘବ ନ କରେ ତାହେଲେ ଜନ୍ମ ହୋଇ ଲାଭ କ'ଣ? ନିସଙ୍କୋଚ ଆପଣ ମୋତେ ଖୋଲିକରି ସବୁ କଥା କୁହନ୍ତୁ। ବିଶୁ ମହାରଣା ଗୋଟି ଗୋଟି କରି ସବୁ କଥା ଖୋଲି ଧର୍ମପଦକୁ କହିଲା। ଧର୍ମପଦ ସବୁ ଶୁଣି କଥାଟା କ'ଣ ସବୁ ବୁଝିଗଲା। ଧର୍ମପଦ, ଆପଣ ନିର୍ଦ୍ୱନ୍ଦ୍ୱରେ ଚିନ୍ତାମୁକ୍ତ ରୁହନ୍ତୁ ବାବା। କୋଣାର୍କ ଭାବୁଛି ଆଜି ମୋ ଭିତରେ ସୂର୍ଯ୍ୟନାରାୟଣଙ୍କ ପୂଜା ପାଇବେ, କିନ୍ତୁ ସକାଳ ମୁଁ ଯେ ଅଭିଶପ୍ତ, କି ଆଶ୍ଚର୍ଯ୍ୟର କଥା। ଧର୍ମପଦ ମୋ ଭିତରେ ପୂର୍ଣ୍ଣତାର ପୂର୍ଣ୍ଣଚ୍ଛେଦ ଦେଇ ଗଢ଼ି ତୋଳି ଦେଲା, କିନ୍ତୁ ଆଜି ଧର୍ମପଦ ନାହିଁ। ତାର ସାକ୍ଷୀ ଏଇ ଚନ୍ଦ୍ରଭାଗା ଦେଉଛି। ଯାହା କହିଲେ ବି, ଯେତେ କହିଲେ ବି କାହାଣୀଟିଏ ଅଧା ଭଳି ଲାଗେ। ଆଉ ବା କ'ଣ କରିଥାନ୍ତା ସେ? ସାନ ସିନା ଦାନତା ମହାନ। ସାରା ବଢ଼େଇ ସମାଜ ପାଇଁ ସେ ଥିଲା ବରଦାନ। ଧର୍ମପଦର କର୍ମ ଥାଉ, ବିଶୁ ମହାରଣାର କଷ୍ଟକୁ ମୁଁ ମୋ ହୃଦୟର ସ୍ପନ୍ଦନ ଭିତରେ ଗଣ୍ଠୁଳି କରି ସାଇତି ରଖିଛି। କାରଣ ସେମାନେ ହେଉଛନ୍ତି ମୋ ରକ୍ତର ଅମ୍ଳଜାନ। ବନ୍ଧୁ, କେମିତି ଭୁଲି ପାରିବି ସେମାନଙ୍କୁ? ସେମାନେ ତ ମୋ ନିଜଠୁ ଅଧିକା ସେବା କରିଛନ୍ତି ମୋର, ଖାଲି ମୋତେ ସାରା ବିଶ୍ୱ ଆଗରେ ପ୍ରତିଷ୍ଠା କରିବା ପାଇଁ। କିନ୍ତୁ ମୁଁ ହତଭାଗା ଆଜି କେତେ କଷ୍ଟ ପାଉଛି। ମୋ କଷ୍ଟର ଡାକ କାହାରି କର୍ଣ୍ଣଗହ୍ୱର ମଧ୍ୟରେ ପ୍ରବେଶ କରୁନାହିଁ। କ'ଣ ଇଏ ମଣିଷ ପଣିଆ ମଣିଷ ଭିତରୁ ହଜିଯାଇଛି ପ୍ରଭୁ? କେତେ ଯେ ବିଦେଶୀ ଆସିଲେ, ଆଘାତ ପରେ ଆଘାତ, ପ୍ରତିଘାତ ପରେ ପ୍ରତିଘାତ ଦେଇ ଚାଲିଲେ। ସବୁ ସହିଛି ଏ ଛାତି, ତଥାପି ମୌନ ଏ ମଣିଷ ସମାଜ। ମୋର ସ୍ୱରୂପକୁ ସେମାନେ ଦଳି ଚକଟି ଖିନଭିନ୍ କରି ରକ୍ତାକ୍ତ କରିଦେଲେ। ଆଉ ଯାହା କିଛି ବଳକା ରହିଲା ତାକୁ ସାଇତି ରଖିବାକୁ ଏ ଉତ୍କଳୀୟ ମଣିଷ ସମାଜ ପାଖରେ ସମୟ ନିଅଣ୍ଟ ପଡ଼ୁଛି। ଆଜ୍ଞା, ଏ କଥା ଚିନ୍ତା କଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ଏ ଭଦ୍ର ସମାଜର ବାବୁମାନେ, ଏଇଟା କ'ଣ ମୋ ପାଇଁ ପରିଚୟ? କାହାକୁ କହିବି ଏ ମୋର ହୃଦୟର କରୁଣ କାହାଣୀ? ଆଉ ଏବେ ଶୁଣିବାକୁ ପାଉଛି, ଏବେ ଏ ଉତ୍କଳୀୟମାନେ ମୋତେ ଏକ ଓଡ଼ିଆ ଜାତିର ସୂଚକ ରୂପେ ମୋତେ ବ୍ୟବହାର କଲେଣି। ଇସ୍, ଏଇଟା କ'ଣ ମୋର ଭାଗ୍ୟ ନା ଦୁର୍ଭାଗ୍ୟ? ମୁଁ ନିଜେ ଜାଣିନି ଆଜ୍ଞା। ଆପଣମାନଙ୍କୁ କ'ଣ କହିବି ତା ଆପଣମାନେ ବିଚାର କରନ୍ତୁ। ଆଜି ବହିରେ ପଢ଼ିଥିବା କଥାଟା ମନେ ପଡ଼ୁଛି, ଗରିବକୁ ଦଇବ ସାହା, ନା ଦୁଃଖୀ ଘରେ ଜନ୍ମିଛି ପାଇବି କଛଣା। ଏ କଥାକୁ ଚିନ୍ତା କରି ମୁଁ ସ୍ତବ୍ଧ। ସେଦିନ ମୋତେ କଷ୍ଟ ଯେତେ ହୋଇନଥିଲା, ଆଜି ତାଠାରୁ ବେଶୀ ଆଜି ଭାରି କଷ୍ଟ ଲାଗୁଛି ବନ୍ଧୁ। ଆଉ ମନେ ପଡ଼େ ସେ ପୁରୁଣା ଅତୀତର କଥା। ଏଇ ସେଇ ଓଡ଼ିଆ ପୁଅ ତ
ଯିଏ ମୋତେ ଦିନେ ଅତୀତରେ ଗଢ଼ିଥିଲା ଆଉ ମୋ କଳା ଭାସ୍କର୍ଯ୍ୟକୁ ନେଇ ସାରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ରୂପ ଦେଇ ମୋତେ ଆଉ ମୋ ଚିରାଚରିତକୁ ନେଇ ପ୍ରତିଷ୍ଠା କରିଥିଲା। ଆଜି ମୋର ଏହି ଅବସ୍ଥା ଆପଣମାନଙ୍କ ଆଗରେ। ଏବେ ମୁଁ ମୋର ବୟସରୁ ଅଧିକା ବୃଦ୍ଧାବସ୍ଥାରେ ପହଞ୍ଚିଲେଣି। କ'ଣ କରିବି? ଉପାୟ ଶୂନ୍ୟ। ମୁଁ ଆପଣମାନଙ୍କ ହାତ ଟେକାକୁ ଚାତକ ଭଳି ଚାହିଁ ରହିଛି ବନ୍ଧୁ। ଥରେ ଚିନ୍ତା କରନ୍ତୁ, ହେ ଉତ୍କଳୀୟ ଭଦ୍ର ସମାଜର ପାଠୁଆ ବାବୁମାନେ, ଆପଣମାନଙ୍କ ପାଖରେ ମୋର ଏତିକି ଗୁହାରି। ଅନେକ ଦିନ ହେଲାଣି ମୁଁ ମୋର ନିଜକୁ ଆପଣମାନଙ୍କ ଆଗରେ ଲଗାଇ ଆସିଛି। ମୋତେ ରାମରୁ ରାବଣ ହେବାକୁ ବାଧ୍ୟ କରନ୍ତୁନି ଆଜ୍ଞା, ନଚେତ ଆଖିରୁ ଲୁହ ନିଗିଡ଼ିବା ତ ଦେଖିଛନ୍ତି, ଖାଲି ରକତ ନିଗିଡ଼ିବାଟା ବାକି ଅଛି, ଯାହାର ଉତ୍ତରଦାୟୀ ହେବ ଏ ଉତ୍କଳୀୟ ଓଡ଼ିଆ ସମାଜର ବାବୁମାନେ। ମୋ ପ୍ରତି ଆପଣମାନଙ୍କର କିଛି କର୍ତ୍ତବ୍ୟ ନାହିଁ, କିଛି ଦାୟିତ୍ୱ ନାହିଁ। ପରମାତ୍ମା ଆପଣଙ୍କୁ ଗଢ଼ିଛି, ଆଉ ଆପଣମାନେ 1200 ବଢ଼େଇ ଲଗାଇ ମୋତେ ଆଉ ଥରେ ଗଢ଼ନ୍ତୁନି। ମୋତେ ବିଶ୍ୱାସ କରନ୍ତୁ ଆଜ୍ଞା, ମୋ ଉପରେ ବିଶ୍ୱାସ ରଖନ୍ତୁ। ମୁଁ ସେଇ ହତଭାଗା କୋଣାର୍କ ଏଇ ଭଦ୍ର ସମାଜ ପାଖରେ ନେଉଛାଣି ହେଇ କହୁଛି। ମୋ କଥା ଟିକେ ଶୁଣନ୍ତୁ ବାବୁମାନେ। ଆପଣମାନଙ୍କର ଟିକିଏ ସ୍ନେହ ପ୍ରେମ ପାଇଁ ମୁଁ ଆଉ ଥରେ ଠିଆ ହୁଅନ୍ତି, ଆଉ ଗୋଟିଏ ନୂଆ ଯୌବନରେ ପାଦ ଦିଅନ୍ତି। ମୋ ଭିତରେ ଆପଣ ସେଇ ପୁରୁଣା ଉତ୍କଳର ପରିଚୟ ପାଇବେ। ହାତଠାରି କହୁଛି ବାବୁମାନେ, ମୋ ଆଡ଼େ ଟିକେ ଆଡ଼ ନଜରରେ ଚାହଁ ବନ୍ଧୁ। ହେଲେ ମୋ କଥା କିଏ ଶୁଣିବ? ମୋର ତ ପାଟି ନାହିଁ ନା, ଆଉ ହାତଠାରି ଡାକିବି ବା କେମିତି? ମୋର ହାତ ବି ତ ନାହିଁ। ଏକଥା ଚିନ୍ତା କରି ମୁଁ ବଡ଼ ଅସ୍ତବ୍ୟସ୍ତ ହେଉଛି ବନ୍ଧୁ। ଯୁଆଡ଼େ ଦେଖିଲେ ଖାଲି ଅମାବାସ୍ୟା, ଖାଲି ଆଷାଢ଼ର କଳା ପାହାଡ଼। ଆପଣ ଭାବୁଛନ୍ତି କି ମୁଁ ଜଣେ ପରଲୋକ? ନା, ସେ କଥା ମିଛ ବାବୁ। ମୁଁ ଆପଣଙ୍କ ପରିବାରର ଜଣେ। ମୋ ଉପରେ ଦୟା କରନ୍ତୁ ବାବୁ, ମୁଁ ବଞ୍ଚିବାକୁ ଚାହେଁ। କଥା ଦିଅନ୍ତୁ ବନ୍ଧୁ, ମୋ କଥା ଶୁଣିବେ ତ? ଆଶା, ଆପଣ ମୋତେ ଆଉ ଥରେ ପାଛୋଟି ଆଣିବେ ମୋ ସହିତ ସେ ପୁରୁଣା ଅତୀତକୁ ଆଉ ବାହୁଡ଼ାଇ ଆଣିବେ ଏ ଯୁଗର ବିଶ୍ୱକର୍ମା ପଦ୍ମଶ୍ରୀ ରଘୁନାଥ ମହାପାତ୍ର ମହୋଦୟଙ୍କୁ, ଯିଏ ଆଉ ଥରେ ତାଙ୍କ ନିହାଣ ମନରେ ମୋ ଭିତରେ ପ୍ରାଣ ପ୍ରତିଷ୍ଠା କରିବାର ସଞ୍ଚାର କରିବେ। ସ୍ୱପ୍ନରେ ନୁହେଁ, ବାସ୍ତବତାରେ ଆପଣମାନେ ମୋତେ ଅନୁଭବ କରିପାରିବେ ମୋର ସେଇ କଳା ଭାସ୍କର୍ଯ୍ୟକୁ। ମୁଁ ପଥରରେ ନୁହେଁ, ଆପଣମାନଙ୍କ ସୂକ୍ଷ୍ମ ଚେତନାରେ ବଞ୍ଚିବାକୁ ଚାହେଁ। ଆଜି ଏକୁଟିଆ ହାତଠାରେ ମୌନ ହୋଇ ଆପଣମାନଙ୍କ ପାଖରୁ ପ୍ରତିଶ୍ରୁତି ମାଗୁଛି, ଆପଣମାନେ ଦେବେ ତ? ମୋତେ ହତୋତ୍ସାହ କରିବେନି। ପୁଣି ହାତଠାରି ହୁଙ୍କାର ଦେଇ ଡାକୁଛି ସେଇ ଚଳନ୍ତି ନାରାୟଣଙ୍କୁ, ଯାହା ପାଇଁ ଏ ପରମ୍ପରା ଆଜି ବଞ୍ଚିଛି ଉତ୍କଳରେ, ଯେଉଁ ପରମ୍ପରା ପାଇଁ ଆଜି ଆପଣମାନେ ଗର୍ବିତ ସାରା ବିଶ୍ୱ ଦରବାରରେ। କି ଅବସ୍ଥା ମୋର, କି ଅବସ୍ଥା ଇଏ! ହେ ମଣିମା, ଆପଣଙ୍କ ପାଇଁ ମୋ ପାଟିରୁ ପଦେ ଅଧେ କିଛି ନାହିଁ, କ୍ଷମା କରିବେ ପ୍ରଭୁ। କିନ୍ତୁ ଏତିକି ଜାଣିଛି, ଶ୍ରୀ ଶ୍ରୀ ନବେକଳେବର ନବେ କର୍ଣ୍ଣାଟକ କଳିଙ୍ଗାଧିପତି ବିରାଧି ବରବର ବିରାଧି ରମଣ ମହାମେଘ ବାହନ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ କୁଳବର୍ଗେଶ୍ୱର ଅଭିରାୟ ଭୂତ ଭରବେ ଅନିକରଣ ରାଉତରାୟ ଦୁଃସ୍ସ ଦୁଃଶାସନ ଅତୁଳ ବଳ ପରାକ୍ରମୀ ସଂଗ୍ରାମ କେଶରୀ କ୍ଷତ୍ରିୟ କୁଳ ଧୂମକେତୁ ଶ୍ରୀ ଶ୍ରୀ ଦିବ୍ୟ ସିଂହ ମହାଦେବ ଚରଣେ କୋଟି କୋଟି ଦଣ୍ଡବତ ମଣିମା। ଆପଣଙ୍କର ହାତ ମଧ୍ୟରେ ସ୍ପର୍ଶ କରନ୍ତୁ ମଣିମା, ମୁଁ ଟିକେ ଆଶ୍ୱସ୍ତ ହୁଏ। ମୋ ଭିତରେ ଏକ ନବଗୁଞ୍ଜର ଖେଳିଯାଉ, ମୋତେ କୃତାର୍ଥ କରନ୍ତୁ ମଣିମା। ସେପଟେ ଆଜିର ବିଶ୍ୱକର୍ମା ଶ୍ରୀ ରଘୁନାଥ ମହାପାତ୍ର ସାରା ବଢ଼େଇ ସମାଜକୁ ଆଣି ମୋ ଆଗରେ ଠିଆ ହୋଇ ସମସ୍ତଙ୍କୁ ଆହ୍ୱାନ ଦେଲେଣି। ଆଉ ଡେରି କରନ୍ତୁ, ମୋ ଭିତରେ ପ୍ରାଣ ସଞ୍ଚାର ହେବାକୁ ଯାଉଛି। ସମସ୍ତେ ହରିବୋଲ ହୁଳି ହୁଳି ଦେଲେଣି ମଣିମା। ମୋ ଛାତି କୁଣ୍ଡେ ମୋଟ ହେଲାଣି ମଣିମା।
ମୋର ସେଇ ଗୌରବକୁ ମୋର ସେଇ ପ୍ରିୟ ଉତ୍କଳୀୟମାନଙ୍କ ପାଖକୁ ଆଉ ଥରେ ମୁଁ ଏକ ନୂଆ ରୂପ ନୂଆ ଯୌବନରେ ଫେରିବାକୁ ଯାଉଛି। ସେହି ଆଶାର ଆଲୋକ, ନୂଆ ରୂପ ଏବଂ ନୂଆ ସମ୍ଭାବନା ନେଇ ମଥାଟିକି ମୁକ୍ତ ଧ୍ୱନି ଦେଉଛି। ଜୟ ଜଗନ୍ନାଥ, ଜୟ ଉତ୍କଳୀୟ ପରମ୍ପରା, ଜୟ ଆମ କଳା ଭାସ୍କର୍ଯ୍ୟ। ଆମ କଳା ଭାସ୍କର୍ଯ୍ୟ ଦୀର୍ଘାୟୁ ବଞ୍ଚି ରହୁ ପ୍ରଭୁ। ଏତିକି ମୋର ନୈବେଦ୍ୟ ଆପଣଙ୍କ ପାଖରେ। ଇତି ଆପଣଙ୍କର ହତଭାଗା କୋଣାର୍କ। ରହୁଛି, ପୁଣି ଥରେ ଦେଖା ହେବ ଆଗାମୀ ଅଧ୍ୟାୟରେ।